ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁଯାୟୀ ପଶ୍ଚିମା ଝଡ଼ ଯୋଗୁଁ ଆଜି 8 ଜିଲ୍ଲାରେ ବର୍ଷା, ଘନ କୁହୁଡ଼ି ପାଇଁ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ତ ଖବରଟି ଆମେ ଭିଡ଼ିଓରେ ଆଗକୁ ଜାଣିବା। ତା ପୂର୍ବରୁ ଚ୍ୟାନେଲକୁ ନୂଆକି ଆସିଥିବା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ପାଣିପାଗ ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଆଜି 8 ଜିଲ୍ଲାରେ ବର୍ଷା, ପଶ୍ଚିମା ଝଡ଼ ଯୋଗୁଁ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ରେ ବର୍ଷା ଆଶଙ୍କା ରହିଛି। ଆସନ୍ତାକାଲି ଓ ଶୁକ୍ରବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଅନ୍ୟପଟେ ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଅନୁଭୂତ ହେବ। ଆଜି ସକାଳ 8:30 ଯାଏଁ ଘନ କୁହୁଡ଼ି ନେଇ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଘନ କୁହୁଡ଼ି ପାଇଁ ଆସନ୍ତାକାଲି 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଘନ କୁହୁଡ଼ି ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ସତର୍କ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖବରଟି ଭଲ ଲାଗିଥିଲେ ଆପଣଙ୍କ ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ।